ମୁଁ ତମ ପଟି ଅଛି ଦେଖିବା ମାନେ ନାରୀ ବଡ ନା ନର ବଡ। ତାହେଲେ ପଣ୍ଡିତ ଭଗବାନ ଶିବ ଯେତେବେଳେ ଏକଥା ଶୁଣିଲେ ଆଜ୍ଞା ପାର୍ବତୀଙ୍କୁ ସେ କଣ କହିବା ପାଇଁ ନିଷ୍ପତ୍ତି ନେଲା ବେଳେ ସେ ପାର୍ବତୀଙ୍କୁ କହିଲେ ହେ ଜଗଦମ୍ବା ହେ ଜଗତେଶ୍ୱରୀ ଏଟା ଗୋଟେ ସଂସାର ମଧ୍ୟରେ ପୃଥିବୀର ପ୍ରଥମ ସୃଷ୍ଟି କଥା ଯଦି ଆଲୋଚନା କରାଯିବ ତାହେଲେ ଆଗେ ପଣ୍ଡିତ ପ୍ରକୃତି ତାପରେ ପୁରୁଷ ଆଗେ ନାରୀ ତାପରେ ପୁରୁଷ ସେଥିପାଇଁ ବେଦ କହିଲେ ମାତୃଦେବ ଭବ ପିତୃଦେବ ଭବ ଅତିଥି ଦେବ ଭବ ଆଚାର୍ଯ୍ୟ ଦେବ ଭବ। ଆଗେ ପଣ୍ଡିତ ବେଦ ଆମକୁ ଶିକ୍ଷା ଦେଇଛି ମା ସଂସାରରେ ସବୁଠୁ ବଡ। ପଣ୍ଡିତ ମଣ୍ଡଳୀ ବେଦ ତ ଯାହା କହିବ ସେଇଟା ହଉଛି ପଣ୍ଡିତ ଆଜ୍ଞା ସତ୍ୟ ନା ଠିକ ନା। ବେଦରେ ପଣ୍ଡିତ ଆଗେ ତ ବାପା କଥା ଲେଖା ହେଇଥାନ୍ତା ଆଗେ ଗୁରୁ କିମ୍ବା ଆଗେ ଅତିଥି କଥା ଲେଖା ହେଇଥାନ୍ତା ଆଗେ କାହିଁ ମା କଥା ଲେଖା ଯାଇଛି। ସଂସାରରେ ସବୁଠୁ ଶ୍ରେଷ୍ଠ ହଉଛି ମା ଅର୍ଥ ନାରୀ ସମାଜ। ତାହେଲେ ପଣ୍ଡିତ ଭଗବାନ ଶିବଙ୍କ ସହଜ ଭାବରେ କହିଦେବେ କି ନାଇଁ ଆଜ୍ଞା ଇଏ କଥାବାର୍ତ୍ତା ଭିତରେ ଗୋଟେ ବିରାଟ ବଡ କାହାଣୀ ଅଛି ଆଜ୍ଞା। ଭଗବାନ କହିଥାନ୍ତେ ଯେ ସଂସାରରେ ମା ବଡଙ୍କ କଥା ଶେଷ ହୋଇନଥାନ୍ତା କି ସେ ଆଜ୍ଞା କହିବାର ଅର୍ଥ ଶୁଣନ୍ତୁ। ଭଗବାନ ଶିବ ଯେତେବେଳେ ଏକଥା କହିଲେ ହେ ପାର୍ବତୀ ସଂସାରରେ ଶ୍ରେଷ୍ଠ ଶବ୍ଦ ପାଇବାକୁ ଯୋଗ୍ୟ କିଏ ୟାର ଉତ୍ତର ପାଇବାକୁ ହେଲେ ତମେ ସୃଷ୍ଟିର ପୃଷ୍ଠାକୁ ଆଲୋଚନା କରିବାକୁ ପଡିବ। ତାହେଲେ ଦେଖନ୍ତୁ କଣ କରାଯିବ। ଯେତେବେଳେ ସୃଷ୍ଟି କେହି ନଥିଲେ ସେତେବେଳେ ସୃଷ୍ଟି ପଣ୍ଡିତ କେମିତି ଅବସ୍ଥାରେ ଥିଲା ଚାଲନ୍ତୁ ଜାଣିବା। ବ୍ରହ୍ମାଣ୍ଡ ଭୂଗୋଳ ବଳରାମ ଦାସ ନଥିଲା